ଯେତେବେଳେ ନିଜ ବଗିଚାରେ ଟମାଟୋ ପାଚିକି ଏମିତି ପୁରା ଲାଲ ରଙ୍ଗର ଦେଖାଯାଏ, ତାହେଲେ ଥରେ ଭାବନ୍ତୁ ଆପଣଙ୍କୁ କେମିତି ଲାଗିବ? ବହୁତ ଖୁସି ଲାଗିବ ନା? ହଁ ଦର୍ଶକ ବନ୍ଧୁ, ମୁଁ ବି ସେମିତି ଚାଷ କରିକି ଯେତେବେଳେ ମୋ ଟମାଟୋ ଏମିତି ଗଛରେ ପାକି ପୁରା ଲାଲ ରଙ୍ଗର ଦେଖାଯାଏ, ଯେତେବେଳେ ତୋଳିବା ପାଇଁକି ଯାଏ ନା, ବହୁତ ଖୁସି ଲାଗେ। ଆକ୍ଚୁଆଲି ଯେତେବେଳେ ଲାଲ ରଙ୍ଗର ପୁରା ପାକିକି ଦେଖାଯାଏ, ସେତେବେଳେ କିନ୍ତୁ ତୋଳିବା ପାଇଁ ମନ ହୁଏନି, ମନ ହୁଏ ଯେମିତି ସବୁବେଳେ ଏମିତି ପାଚିକି ପୁରା ଲାଲ ରଙ୍ଗର ଦେଖାଯାଆନ୍ତା କି ବହୁତ ସୁନ୍ଦର ଲାଗନ୍ତା। ତ ଦର୍ଶକ ବନ୍ଧୁ, କେମିତି ଚାଷ କରା ହୁଏ ଆସନ୍ତୁ ଜାଣିବା। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଦେବାଶିଷ, ଆପଣମାନେ ଦେଖୁଛନ୍ତି ମୋର ୟୁଟ୍ୟୁବ ଚ୍ୟାନେଲ ଦେବାଞ୍ଜନା ଗାର୍ଡେନିଂ। ଦେଖନ୍ତୁ, ମୋ ହାତରେ ଗୋଟେ ଟମାଟୋ ଅଛି। ଏଇ ଟମାଟୋଟା ଆମେ ମାର୍କେଟରୁ କିଣିକି ଆଣିଥାଉ। ଏଇଟା ହେଉଛି ଅଫ୍ ସିଜନର ଟମାଟୋ। ୟାର ଚୋପା ମୋଟା ହେଇଥାଏ ଆଉ ଏଇଟା ଗରମ ଦିନରେ ଚାଷ ହୁଏ। କିନ୍ତୁ ଏଇ ଟମାଟୋରୁ ମଞ୍ଜି ବାହାର କରିକି ମୁଁ ୟାର ଚାରା ତିଆରି କରିବି, ତାପରେ ଯାଇକି ଏଗୁଡ଼ାକ ଲଗେଇକି କେମିତି ସେଇଥିରୁ ଆମେ ଅମଳ ପାଇପାରିବା ସମସ୍ତ ଜିନିଷ ଆପଣମାନଙ୍କୁ କହିବି। ଟମାଟୋ ଚାରା ଆପଣ ମାର୍କେଟରୁ କିଣିକି ଲଗେଇ ପାରିବେ, ନହେଲେ ମଞ୍ଜି କିଣିକି ମଧ୍ୟ ଆପଣ ଚାରା କରିକି ଲଗେଇ ପାରିବେ। କିନ୍ତୁ ଏଇ ଜାଗାରେ ମୁଁ ଘରେ ଯେଉଁ ଟମାଟୋ କିଣା ହେଇକି ଆସେ, ସେଇ ଟମାଟୋ ଗୋଟେ କିମ୍ବା ଦୁଇଟା ନେଇକି କାଟିକି ତା ଭିତରୁ ମଞ୍ଜିଟା ବାହାର କରିକି ମୁଁ ଏଇଠି ସିଡଲିଂ ଟ୍ରେରେ ମଞ୍ଜି ଗୁଡ଼ାକ ପ୍ରଥମେ ଗ୍ରୋ କରିବି, ତାପରେ ଏଇଗୁଡ଼ାକ ନେଇକି ଲଗେଇବି। ଯାହାଫଳରେ ଆମର ଟମାଟୋ ବି ନଷ୍ଟ ହେବନି, ମଞ୍ଜି ବି ଘରେ ବସି ବସି ଆମେ ପାଇଯିବା। ଟମାଟୋ କାଟିକି ସେ ମଞ୍ଜିକୁ ଆମେ ସଙ୍ଗେ ସଙ୍ଗେ ଲଗେଇ ଦେଇପାରିବା, କିମ୍ବା ୟାକୁ ଟିକେ ଶୁଖେଇକି ଗୋଟେ ଦିନ ଶୁଖେଇକି ମଧ୍ୟ ଲଗେଇଲେ ଆମେ ଲଗେଇ ପାରିବା। କିନ୍ତୁ ମୁଁ ସଙ୍ଗେ ସଙ୍ଗେ ଟମାଟୋର ମଞ୍ଜି ବାହାର କରିକି ସିଡଲିଂ ଟ୍ରେରେ ଲଗେଇଲି। ତାପରେ ଅଳ୍ପ ଟିକେ ପାଣି ସ୍ପ୍ରେ କରିକି ଏମିତି ଗୋଟେ ଛୋଟ ମୁଁ ଗ୍ରୀନ୍ ହାଉସ୍ କରିକି ତା ଭିତରେ ୟାକୁ ରଖିଦେଲି, ଯାହାଫଳରେ ଆମର ମାଟିଟା ଶୁଖିବନି, ମଶ୍ଚର ରହିବ ଏବଂ ଆମର ଚାରା ଗ୍ରୋ ହେଇଯିବ। ବର୍ଷା ହେଲେ ବି କିଛି କ୍ଷତି ହେବନି, କିମ୍ବା କୁହୁଡ଼ି ହେଲେ ବି କିଛି କ୍ଷତି ହେବନି। ଟମାଟୋ ଚାରା ଗ୍ରୋ କରିବାର ସଠିକ୍ ସମୟ ହେଉଛି ଦୁର୍ଗା ପୂଜା ପରେ ପରେ ଆମେ ଗ୍ରୋ କରିକି ଲଗେଇବା, ଦେଲେ ଖୁବ୍ ସୁନ୍ଦର ଏଇଟା ଫଳିଥାଏ। ଆଉ ଯେହେତୁ ଏଇଟା ଅଫ୍ ସିଜନର ଟମାଟୋ ଚାରା, ସେଥିପାଇଁ କି ୟାକୁ ଯେକୌଣସି ସମୟରେ ଗ୍ରୋ କରିକି ଆମେ ଲଗେଇ ପାରିବା। କିନ୍ତୁ ବିଶେଷ କରିକି ଗରମ ଦିନରେ ସବୁ ଜାଗାରେ ଟମାଟୋ ହୁଏନି, ତାର ଗୋଟେ ବିଶେଷ ପରିଚର୍ଯ୍ୟା ଥାଏ। ତେଣୁ କରିକି ଆପଣ ଗରମ ଦିନରେ ୟାକୁ ଗ୍ରୋ ନ କରିକି ଆପଣ ଶୀତ ଦିନେ ଗ୍ରୋ କରିକି ଲଗେଇ ପାରିବେ। ଅକ୍ଟୋବର ମାସଠୁ ଆରମ୍ଭ କରିକି ଆପଣ ନଭେମ୍ବର ଡିସେମ୍ବର ମାସ ମଧ୍ୟରେ ମଧ୍ୟ ୟାକୁ ଯେକୌଣସି ସମୟରେ ଗ୍ରୋ କରିକି ଲଗେଇ ପାରିବେ। ଚାରା ଗୁଡ଼ିକ ଗ୍ରୋ ହେବା ପାଇଁ କି ପାଖାପାଖି ସମୟ ଲାଗେ 15ରୁ 20 ଦିନ ଭିତରେ ଚାରା ଗୁଡ଼ିକ ଲଗେଇବା ଉପଯୋଗୀ ହେଇଯାଏ। କାହିଁକି ଆମେ ଯେଉଁ ମଞ୍ଜି ଗୁଡ଼ିକ ସିଡଲିଂ ଟ୍ରେରେ ଲଗେଇଲୁ, 2ରୁ 3 ଦିନ କିମ୍ବା 4 ଦିନ ଭିତରେ ମଞ୍ଜି ଗୁଡ଼ା ସବୁ ଗଜା ହେଇକି ଗଛ ହେଇଯାଏ। ତାପରେ ଟିକେ ବଡ଼ ହେଲେ ଆମେ ୟାକୁ ଲଗେଇ ପାରିବା। ସିଡଲିଂ ଟ୍ରେରୁ କାଢ଼ିବା ପାଇଁ କି ମୁଁ ଗୋଟେ ଛୋଟ ଚା ଚାମଚ ବ୍ୟବହାର କରିଛି। ସେଇଥିରେ ମୁଁ ସାବଧାନ ସହକାରେ ଚାରା ଗୁଡ଼ାକ ବାହାର କରୁଛି। ଦେଖନ୍ତୁ, ଗୋଟେ ଗୋଟେ ଜାଗାରେ 3ଟା 4ଟା 5ଟା ଲେଖା ଚାରା ତିଆରି ହେଇଯାଇଛି। କାହିଁକି ନା ଟମାଟୋ ଯେତେବେଳେ କାଟିକି ମଞ୍ଜିଟା ଆମେ ଗ୍ରୋ କରିବା ପାଇଁ ଲଗେଇବା, ସେ ମଞ୍ଜି ଗୁଡ଼ାକୁ ଅଲଗା କରିବା ପାଇଁ ହେଲେ ହାତରେ ଆମେ ମଞ୍ଜି ଧରି ପାରିବାନି, ସେଇଟା ଖସରିକି ଏପଟ ସେପଟ ପଳେଇବ। ସେଥିପାଇଁ କି ଯେଉଁ ଜାଗାରେ ଯେତେଟା ମଞ୍ଜି ପଡ଼ିଛି ସେଇ ହିସାବରେ ଚାରା ସବୁ ହେଇଯାଇଛି। ଦେଖନ୍ତୁ କେତେ ସହଜରେ ଛୋଟ ଗୋଟେ ଚା ଚାମଚରେ ଏଗୁଡ଼ା ବାହାରି ଆସୁଛି। ମୁଁ କିଛି ଚାରା କ୍ୟାରେଟରେ ଲଗାଉଛି, ପୁଣି କିଛି ଚାରା ମୁଁ କୁଣ୍ଡରେ ଲଗାଉଛି। ଆଉ କିଛି କୁଣ୍ଡ ମୋର ଫାଙ୍କା ରହିଯିବ, ଯେଉଁ କୁଣ୍ଡରେ କି ମୁଁ ଟମାଟୋର ମଞ୍ଜି ବାହାର କରିକି ସିଧାସଳଖ ସେଇ କୁଣ୍ଡରେ ବି ପକାଇଦେବି। ସେଇଠୁ ସେଗୁଡ଼ିକ ଗ୍ରୋ ହେଇଯିବ କିଛି ଦିନ ଭିତରେ। କି ଯେହେତୁ ଏଗୁଡ଼ା ଚାରା ହେଇଯାଇଛି, ଆଉ ଏ ଚାରା ଗୁଡ଼ିକ ଲଗେଇବା ପରେ ମୁଁ କିଛି ଏମିତି ମଞ୍ଜି କୁଣ୍ଡରେ ପକାଇଦେବି। ତାପରେ ଚାରା ଗୁଡ଼ିକ ଲଗେଇ ସାରିବା ପରେ ଅଳ୍ପ ଅଳ୍ପ ପାଣି ଦେଇଦେବା ପାଇଁ ହେବ। ପାଣି ବେଶୀ ଦେଲେ ତା ମୂଳ ପଚିଯିବ, ସେଥିପାଇଁ ଅଳ୍ପ ପାଣି ଦେବା ପାଇଁ ହେବ। ଚାରା ଗୁଡ଼ିକ ଲଗେଇବା ପୂର୍ବରୁ କିନ୍ତୁ ମାଟି ପ୍ରସ୍ତୁତ କରିକି ରଖିବା ପାଇଁ ହେବ। ପାଖାପାଖି 8-10 ଦିନ ପୂର୍ବରୁ ମାଟି ସହ ଟିକେ ଚୂନ, ତା ସହିତ ଟିକେ ଖତ ଏବଂ ପାଉଁଶ ଦେଇକି ଭଲ ଭାବରେ ଯଦି ଆମେ ମାଟିଟାକୁ ତାଡ଼ିକି ଯଦି ଶୁଖେଇ ଦେବେ, ତାହେଲେ ସେଇ ଶୁଖିଲା ମାଟିରେ ଚାରା ଲଗେଇଲେ ବହୁତ ସୁନ୍ଦର ହେଇଥାଏ। ସେଥିରେ କୌଣସି ରୋଗ ବି ଲାଗେନି। ପାଖାପାଖି 18-20 ଦିନ ଗଲା ପରେ ସବୁଯାକ ଚାରା ଗୁଡ଼ିକ ଦେଖନ୍ତୁ କେତେ ସୁନ୍ଦର ଗ୍ରୋ ହେଇଛି। ଟମାଟୋ ଗଛ ଖୁବ୍ ଶୀଘ୍ର ଗ୍ରୋ ହୁଏ। ତେଣୁ କରିକି ୟାକୁ ସପୋର୍ଟ ଦେବା ପାଇଁ କି ତା ମୂଳରେ କୌଣସି ବାଡ଼ି ପୋତିକି ସେଗୁଡ଼ିକ ବାନ୍ଧି ଦେବା ପାଇଁ ହେବ, ନହେଲେ ସେଗୁଡ଼ାକ ସବୁ ତଳକୁ ଝୁଲିଯିବ। ବାନ୍ଧିବା ପାଇଁ କି ଶୁଖିଲା କଦଳୀ ପତ୍ରକୁ ପାଣିରେ ବତୁରେଇକି ଆମେ ବାନ୍ଧି ଦେଇପାରିବା। ଏହି ଚାରା ଗୁଡ଼ିକ ସବୁ କୁଣ୍ଡରେ ମାଟି ଭର୍ତ୍ତି କରିକି ରଖି ସାରିଲା ପରେ ଟମାଟୋର ମଞ୍ଜି ବାହାର କରିକି ଟିକେ ଟିକେ ପକେଇ ଦେଇଥିଲେ କୋଉଠି 3ଟା କୋଉଠି 4ଟା ଏମିତି ସବୁ ଚାରା ହେଇଯାଇଛି। ଏମିତି ଭାବରେ ସପୋର୍ଟ ଦେଇକି କଦଳୀ ପତ୍ରରେ ଆମେ ବାନ୍ଧିଦେଲେ ଏଗୁଡ଼ାକ ତଳକୁ ଝୁଲିଯିବନି। ୟାପରେ ଆମେ ୟା ମୂଳରେ ଟିକେ ପୁରୁଣା ଖତ କିମ୍ବା କମ୍ପୋଷ୍ଟ, ସବୁଠୁ ଭଲ ହେବ ଭର୍ମି କମ୍ପୋଷ୍ଟ। ଆଉ ଯେହେତୁ ଆମର ଘରେ ଗୋରୁ ଅଛି, ତେଣୁ କରିକି ଆମର ସବୁ ଖତ ଅଭାବ ନାହିଁ। ତେଣୁ କରିକି ମୁଁ ସବୁଥିରେ ପ୍ରାୟତଃ ଖତ ଦିଏ, ରାସାୟନିକ ସାର ବହୁତ କମ୍ ପ୍ରୟୋଗ କରେ। ଗଛ ଗୁଡ଼ିକ ମୂଳରେ କି
ଆମର ଅଳ୍ପ ଅଳ୍ପ ପରିମାଣରେ ଆମେ ଖତ ଦେଇଦେବା। ଏକା ଥରକେ ଆମେ ବେଶୀ ଖତ ଦେବାନି। ବେଶୀ ଖତ ଦେଇକି ଆମେ ପାଣି ଦେଇଦେଲେ ଖତଟା ପାଣି ଧରିକି ରଖିବ, ଯାହାଫଳରେ ଗଛର ମୂଳ ପଚିଯିବାର ସମ୍ଭାବନା ରହେ। ତେଣୁ କରିକି ଅଳ୍ପ ଅଳ୍ପ ଖତ ଦିଆହେବ। ଦରକାର ପଡ଼ିଲେ ଆମେ 3 ରୁ 4 ଥର କିମ୍ବା 2 ଥର ଆମେ ଖତ ଦେଇପାରିବା, କିନ୍ତୁ ଏକା ଥରକେ ଆମେ ବେଶୀ ଦେବାନି। ଏମିତି ଶୁଖିଲା କଦଳୀ ପତ୍ରକୁ ଆମେ ଛିଣ୍ଡେଇକି ଆମେ ଏମିତି ବାନ୍ଧିଦେବା, ଯାହାଫଳରେ ଏଇଟା ତଳକୁ ଝୁଲିଯିବନି। କାହିଁକିନା ଟମାଟୋ ଗଛ ତଳକୁ ଝୁଲିଗଲେ ଭାଙ୍ଗିଯିବ, ଯାହାଫଳରେ ଗଛର ଗ୍ରୋଥ ଅଟକିଯିବ, ମାନେ ଗଛ ଭଲ ଭାବରେ ଗ୍ରୋ କରିପାରିବନି। ତେଣୁ କରିକି ଆମକୁ ହାଲକା କରିକି ବାନ୍ଧିବା ପାଇଁ ହେବ, ଆମେ ଟାଇଟ୍ କରିକି ବି ବାନ୍ଧିବାନି। ତାପରେ ୟା ମୂଳରେ ଦେଖନ୍ତୁ ବହୁତ ଗୁଡ଼ା ଆମର ଗିମ୍ହା ଏବଂ ଆମ୍ବରୁଳି ଶାଗ ହେଇଛି, ତ ସେଗୁଡ଼ାକ ନ ଉପାଡ଼ିକି ୟା ମୂଳରେ ମୁଁ ଖତ ଦେଇଦେଉଛି। କିଛି ଦିନ ପରେ ସେଗୁଡ଼ିକ ଆଉ ଟିକେ ବଡ଼ ହେଲେ ସେଗୁଡ଼ାକ ଆମେ ଉପାଡ଼ି ନେବା, ଯାହାଫଳରେ ଆମର ତରକାରୀ ବି ସେଇଟା ଆମେ ବ୍ୟବହାର କରିପାରିବା। ଦେଖନ୍ତୁ ଗୋଟେ ଗୋଟେ କ୍ୟାରେଟ୍ରେ ଯଦି ଆମେ 2ଟା ଲେଖା ଲଗେଇବା ବି ଚାରା, କିଛି ଅସୁବିଧା ନାହିଁ, କିନ୍ତୁ ଗୋଟେ ଗୋଟେ ଲଗେଇଲେ ଗଛ ଭଲ ଭାବରେ ଗ୍ରୋ କରିବ ଏବଂ ବେଶୀ ପରିମାଣରେ ଫଳ ଦେବ। 2ଟା ହେଲେ କ'ଣ ହେବ, ହୁଏତ ଗୋଟେ ଗ୍ରୋ କରିବ ଭଲ ଭାବରେ, ଆଉ ଗୋଟେ ଗ୍ରୋ କରିପାରିବନି, ଯାହାଫଳରେ ଆମର ଭଲ ଭାବରେ ସେଥିରେ ଫଳ ଧରିବାର ସମ୍ଭାବନା ନଥାଏ। ତାପରେ ଆମେ ଅଳ୍ପ ଅଳ୍ପ ପାଣି ଦେଇଦେବା। ପୁଣି କିଛି ଦିନ ଗଲା ପରେ ଟମାଟୋ ଗଛ ବହୁତ ବଡ଼ ହୋଇଯିବ, ସେଥିରେ ଫୁଲ ଆସିବ ଏବଂ ଫଳ ଧରିବ। ଏହି ସମୟରେ ଦେଖନ୍ତୁ ଟମାଟୋ ଗଛ ପତ୍ରରେ କି ଲିଫ୍ ମାଇନରର ଆଟାକ୍ ହେଇଥାଏ। ଦେଖିବେ ପୁରା ମାନଚିତ୍ର ଭଳିଆ ସବୁ ଦାଗ ହେଇଯାଇଥିବ। ତାକୁ ଯଦି ଆପଣ ଔଷଧ ଦେଇକି ଯଦି ଦମନ ନ କରିବେ, ତାହେଲେ ସେଗୁଡ଼ାକ ନିଶ୍ଚୟ ମାନେ ଗଛକୁ ନଷ୍ଟ କରିଦେବ। ମାନେ ପ୍ରଚୁର ପରିମାଣରେ ପ୍ରଚୁର ଦ୍ରୁତ ଭାବରେ ସେଇଟା ବ୍ୟାପିଯାଏ। ତେଣୁ ତାକୁ ନଷ୍ଟ କରିବା ପାଇଁ ହେଲେ ଫିଦା ମାନେ ଇମିଡାକ୍ଲୋପିଡ୍ ଗ୍ରୁପ୍ର କି ଯେକୌଣସି ଗୋଟେ ଔଷଧ ଆମକୁ ଟିକେ ସ୍ପ୍ରେ କରିବା ପାଇଁ ହେବ। ତା ସହିତ ଆମେ ଟିକେ ଫଙ୍ଗିସାଇଡ୍ ଦେଇଦେବା, କାହିଁକିନା ଟମାଟୋ ଗଛରେ ଫଙ୍ଗସ୍ ବି ଲାଗିଯାଏ। ପ୍ରତି ଲିଟର ହିସାବରେ କି ଆମେ 2 ଗ୍ରାମ ବା 1.5 ଗ୍ରାମ ଆମେ ଦେଇଦେବା ଏଣ୍ଟ୍ରାକଲ୍। ଏଣ୍ଟ୍ରାକଲ୍ଟା ବହୁତ ଭଲ କାମ କରେ। ତା ସହ ଆମେ ଯେଉଁ ଫିଦା ଦେଇଛୁ, ଯେଉଁ ଛୋଟ ପ୍ୟାକେଟ୍ଟା, ସେଇଟା 10 ଲିଟର ପାଣି ପାଇଁକି ଗୋଟେ ପ୍ୟାକେଟ୍। ଆପଣ ଯେତିକି ପାଣି ବ୍ୟବହାର କରିବେ ସେଇ ହିସାବରେ ସେଇଥିରେ ବ୍ୟବହାର କରିବେ। ହଁ, ଏଇଥିରେ ଆମେ 2 ଲିଟର ପାଣି ବ୍ୟବହାର କରିବା। 2 ଲିଟର ପାଣି ପାଇଁକି ଯେତିକି ଦରକାର ଆନୁମାନିକ ମୁଁ ସେତିକି ନେଇଛି। ତା ସହ ନାସ୍ ବୋଲିକି ଗୋଟେ ଔଷଧ ମିଳେ, ସବୁଯାକ କୀଟନାଶକ ଔଷଧ ଦୋକାନରେ ମିଳେ, ଯଦିଓ ଏଇଟା ହେଉଛି କେମିକାଲ ନୁହଁ, ଏଇଟା ହେଉଛି ଆମର ଅର୍ଗାନିକ୍। ତ ୟାକୁ ଆମେ ଅଳ୍ପ ପରିମାଣରେ ଦେଇଦେବା, କାହିଁକି ଧଳା ମାଛି ବି ଯେମିତି ଲାଗିବେନି, କିମ୍ବା ଆପଣ ଲିମ୍ ମାଇନରକୁ ବି ଦମନ କରିବା ପାଇଁକି ହେଲେ ୟାକୁ ଆପଣ ସ୍ପ୍ରେ କରିପାରିବେ। ଯେହେତୁ ଗଛରେ ଫୁଲ ଅଛି, ଫୁଲ ଥିବା ସମୟରେ କି କୌଣସି କୀଟନାଶକ ସ୍ପ୍ରେ କରିବା କଥା ନୁହଁ, କିନ୍ତୁ ଏହି ସମୟରେ ଯେହେତୁ ସେଗୁଡ଼ିକ ଲାଗିଯାଇଛି, ସେଗୁଡ଼ିକ ଯଦି ଆମେ ଦମନ ନ କରିବା ତାହେଲେ ଗୋଟିଏ ହେଲେ ପତ୍ର ଭଲ ରହିବନି, ଯାହାଫଳରେ କି ଆମର ଗଛରେ ଟମାଟୋ ବି ଧରିବନି ଏବଂ ଅଗ ବାହାରିଲା ପରେ ଯେଉଁ ନୂଆ ପତ୍ର ହେବ, ସେ ନୂଆ ପତ୍ରରେ ବି ଏଗୁଡ଼ାକ ସବୁ ବ୍ୟାପିଯିବ। ତେଣୁ କରିକି ଏହି ସମୟରେ ୟାକୁ ଦମନ କରିବା ପାଇଁ ହେଲେ ଆମକୁ ଏମିତି ଟିକେ ସ୍ପ୍ରେ କରିବା ପାଇଁ ହେବ। ଥରେ ସ୍ପ୍ରେ କରିଦେଲେ ବହୁତ ଭଲ। ତା ପୂର୍ବରୁ ଯେଉଁ ପତ୍ର ଗୁଡ଼ାକରେ ଏଗୁଡ଼ାକରେ ଆଟାକ୍ ହେଇଥିବ, ସେଗୁଡ଼ିକ ଆମେ କାଟିକି ପୋଡ଼ିଦେବା ବା ମାଟି ତଳେ ପୋତିଦେଲେ ବହୁତ ଭଲ ହେବ। ଆଉ କିଛି ଦିନ ଗଲା ପରେ ଦେଖନ୍ତୁ ପ୍ରତ୍ୟେକ ଗଛରେ ଟମାଟୋ ଗୁଡ଼ା ସବୁ ପାଚିକି ପୁରା ଲାଲ ରଙ୍ଗର ଦେଖାଯାଉଛି। ଯେତେବେଳେ ଏମିତି ପୁରା ଲାଲ ରଙ୍ଗର ଦେଖାଯାଏ, ସେତେବେଳେ ଗୋଟେ ନଜାରା ଗୋଟେ ଅନ୍ୟ ପ୍ରକାର, ମାନେ ମନ ଭିତରେ ଗୋଟେ ଅଲଗା ପ୍ରକାର ଗୋଟେ ଭାବନା ଆସେ ଯେ ୟାକୁ ଆମେ ତୋଳିବାନି। ଯେମିତି ସବୁଦିନ ଏମିତି ପାଚିକି ଲାଲ ରଙ୍ଗର ହେଇକି ଝୁଲୁଥିବ ଆଉ ଆମେ ଦେଖୁଥିବା, ଏମିତି ଗୋଟେ ମନ ଭିତରକୁ ଭାବନା ଆସେ। ବିଶେଷ କରିକି ମୁଁ ମୋର ବ୍ୟକ୍ତିଗତ କଥା କହୁଛି, ମୋତେ ଟମାଟୋ ତୋଳିବା ପାଇଁ କି ଇଚ୍ଛା ହିଁ ହୁଏନି ଯେତେବେଳେ ଏମିତି ପୁରା ଲାଲ ରଙ୍ଗର ହେଇଯାଏ। କିନ୍ତୁ କରିବି କ'ଣ, ୟାକୁ ଯଦି ନ ତୋଳିବି ତାହେଲେ ଗୁଡ଼ିକ ସବୁ ପଚିକି ଫାଟିକି ସବୁ ଗଳି ପଡ଼ିବ। ତେଣୁ କରିକି ୟାକୁ ତୋଳି ନେବା ପାଇଁ ହେବ। ୟାକୁ ଆମେ ତୋଳିଲା ପରେ ଆଉ ଯେଉଁ ଟମାଟୋ ଗୁଡ଼ା ରହିଲା, ସେଗୁଡ଼ିକ ପୁଣି 2 ରୁ 3 ଦିନ ପରେ ପାଚିବ। ଏମିତି କରିକି ଆମେ ପାଖାପାଖି 4-5 ଥର 6 ଥର ଗୋଟେ ଗୋଟେ ଗଛରୁ ଟମାଟୋ ତୋଳି ସାରିଲା ପରେ ଯାଇକି ଏଗୁଡ଼ିକ ମାନେ ପୁରା ଖାଲି ହେବ। ତେଣୁ ଆଜି ପ୍ରଥମ ଥର ପାଇଁକି ଟମାଟୋ ତୋଳା ହେଉଛି। ଆପଣମାନେ ଦେଖନ୍ତୁ ଟମାଟୋର ସାଇଜ୍ ଗୁଡ଼ା କେମିତି ହେଇଛି। ହଁ ଦର୍ଶକ ବନ୍ଧୁ, ଯଦି ରାସାୟନିକ ସାର ଆପଣ ପ୍ରୟୋଗ କରିବା ପାଇଁ ଚାହିଁବେ, ତାହେଲେ ଗଛରେ ଯେତେବେଳେ ଫୁଲ ଆସିବାର ସମୟ ହେବ, ସେତେବେଳେ ଆପଣ 10-26-26 ଆପଣ ପ୍ରୟୋଗ କରିପାରିବେ ଗଛ ମୂଳରେ। ଆଉ ଆପଣ ଟିକେ ଜିଙ୍କ ଆଉ ବରନ ଟିକେ ସ୍ପ୍ରେ କଲେ ବହୁତ ଭଲ। ତା ସହ ଯଦି ମାଇକ୍ରୋ ନ୍ୟୁଟ୍ରିଏଣ୍ଟ କିଛି ଦେଉଛନ୍ତି ତାହେଲେ ବି ଭଲ। ଯେହେତୁ ମୋ ପାଖରେ ଖତ ଅଛି, ତେଣୁ କରିକି ମୋତେ ଏସବୁ ଦେବାର ଆବଶ୍ୟକତା ପଡ଼େନି। ମଝିରେ ମଝିରେ ଯଦି ଆପଣ ସ୍ପ୍ରେ କରିବା ପାଇଁ ଚାହିଁବେ, ସ୍ପ୍ରେ କରିପାରିବେ। ଆଉ ମଝିରେ ମଝିରେ ଥରେ କିମ୍ବା 2 ଥର ଆମେ ୟା ମୂଳରେ କି ଯଦି ପୁରୁଣା ଖତ ଦେଇଦେବା, ତାହେଲେ ବହୁତ ଭଲ ହେବ। କଞ୍ଚା ଗୋବର କେବେ ହେଲେ ଦେବେନି। ଖତ ଅତି କମରେ 3-4 ମାସ 5 ମାସର ପୁରୁଣା ହେଇଥିବ, ତାକୁ ବ୍ୟବହାର କରିପାରିବେ। ଆହୁରି ପୁରୁଣା ହେଲେ ଆହୁରି ଭଲ। ସବୁଠୁ ଭଲ ହେବ ଯଦି ଆମେ ଭର୍ମି କମ୍ପୋଷ୍ଟ ଦେଇଦେବା। ଏମିତି କରିକି ଆପଣ ବି ଛୋଟ ଛୋଟ ଜାଗାରେ କି ଛୋଟ ଛୋଟ ଅଟା ପ୍ୟାକେଟ୍, ଛୋଟ ଛୋଟ କୁଣ୍ଡ କିମ୍ବା ଫଳ କ୍ୟାରେଟ୍ରେ ଆମେ ବହୁତ ପ୍ରକାର ପନିପରିବା ଚାଷ କରିପାରିବା, ଯଦି ଆମମାନଙ୍କ ଭିତରେ କି ଏସବୁ ଇଚ୍ଛା ଥାଏ। ହଁ ଦର୍ଶକ ବନ୍ଧୁ,
केवल जे मु पनीपरिया चाष करे ता नुह मो छात्र किछि फल गछ लागिछि जेमति कि आपेल अंगूर पिजुली आपणकर कमला मौसुमी आउ हमरो रहिछि आंबो एमती बहुत प्रकार फल गछ मु लगेछि जो सब भेराइटर चारा मो छात्र लगेछि सेमती किछि भेराइटर चारा मो पाखरे उपलब्ध अछि जदि केही नबा पई कि चाहिबे जदि आम नर्सरी विजिट करिया पई चाहिबे ताले मो घर होछि बालेश्वर जिला भगराई थाना जयरामपुर जदि केही बालेश्वर पटुर आसिया पई चाहंती बालेश्वर चंदनेश्वर लाइन बस धरिबे थाना छक बा नेगुआ छक रे ओल्हेई कि जे कोनसी टोटो वाला को कहिबे मु जयरामपुर हाट को जीवी ताले से माने नहीं आसीबे तापरे मु हमरो डिस्क्रिप्शन में मो नंबर टा दे देबी सेइतरे आपण मो सह कांटेक्ट करिकि मो घर को आसी परिबे एवं आसीबा पूर्वरु मते सेही नंबर रे कांटेक्ट करले मु आपण मानकु जयरामपुर हाट रो नहीं आसीबे काहे कि ना जयरामपुर हाट पाखरु मो घर को पाखा पाखी आधा किलोमीटर रास्ता हबो तेणु करिकि आपण माने जदि चारा नवा पई चाहिबे ताले आसिक नेले बहुत भलो नहले मोर नर्सरी गोटे वीडियो अछि आपण माने देखिले जदि आपण मानकर कोनसी चारा दरकार हुए मौसुमी कमला आंबो किंबा पिजुली किंबा आपण गुलाब जामुन नहीं परिबे ए सब चारा नवा पई चाहिए जदि केही आसी पारु नाहंती ऑनलाइन कोरियर माध्यम रे हमर पठा होची बस रो सुविधा थिले कटक भुवनेश्वर बालेश्वर हमर पुरी ए सब साइड को जदि बस रे केही नवा पई चाहिबे मध्ये आमे बस रे देई परिबो। तो दर्शक बंधु देखंतु केते सुंदर टमाटो हिची एमती आपण माने मध्ये निज छात्र चाष करंतु देखिबे बहुत आनंद लागिवो आपण मानकर जत्ते दुख थाउ ना काहे कि जत्ते चिंता रे थांतु ना काहे कि थरे जदि आपण एमती गोटे पनीपरिया गछ लगेबे जोंथरे फल हेतिबो किंबा फल गछ लगेबे सेइथरो फल तोड़िबा समय रे आपण मानकर सब दुख कष्ट कुआडे चल जिवो आपण माने जानि परिबेनी विशेष करके मो छात बगीचा रे कुंडरे मो सब लगेछि आपण मानकर जदि छात बगीचा करिया इच्छा थाए ताले मो पाखरु एई सब भेराइटर चारा नै परिबे काहे ना एई सब भेराइटी छात बगीचा रे बहुत सुंदर हुए एवं भलो फल दिए खाली जे छात रे लगेले हबो से कथा नुह आपण माटी भी लगे परिबे आ सब जाक चारा मेच्योर चारा अछि जेउडा आपण एबे लगेले सामना सीजन ने फल पाई परिबे एबे गछरे बौळ अछि सपेटा गछरे फूल फल अछि आ पिजुली गछरे भी मध्य फूल आछि बहु मात्रा रे जदि आपण मानकर प्रयोजन हुए आपण माने जोगाजोग करिकि मो पाखरु चारा क्रय करि परिबे। वीडियो केमति लागिला कमेंट करके निश्चय जणैबे जदि भल लागि थाए लाइक शेयर सब्सक्राइब निश्चय करिवे भल थांतु खुश